ଜୟ ଜଗନ୍ନାଥ ସାଙ୍ଗମାନେ ଯୋଉମାନେ ସୁଭଦ୍ରା ଯୋଜନାକୁ ନେଇକି ଅପେକ୍ଷାରେ ରହିଥିଲେ ଯେ ସୁଭଦ୍ରା ଯୋଜନା ଯେଉଁମାନଙ୍କର 21 ବର୍ଷ ହେଇନଥିଲା ସେମାନେ ଚାହିଁଥିଲେ 21 ବର୍ଷ ହୋଇନାହିଁ ଏବେ ତାଙ୍କର 21 ବର୍ଷ ହେଇଗଲାନି ସେମାନେ ଚାହୁଁଛନ୍ତି ଫର୍ମ ଆବେଦନ କରିବା ପାଇଁ। ଏବେ ସରକାର ପୋର୍ଟାଲ ଓପନ କରିଦେଇଛନ୍ତି ଯୋଉମାନଙ୍କର 21 ବର୍ଷ ହୋଇଯାଇଛି ସେମାନେ ଯାଇକି ଫର୍ମ ଆବେଦନ କରିପାରିବେ। ଆପଣ ଫର୍ମ ଆବେଦନ କରିବେ, ଫର୍ମଟି କୋଉଠୁ ପାଇବେ ସେ ବିଷୟରେ କଥା ହେବି। ଆଉ ଆପଣ କେମିତି ଫର୍ମ ଆବେଦନ କରିବେ, କେମିତି ଫର୍ମ ଫିଲ୍ଅପ୍ କରିବେ, ଆପଣଙ୍କର କୋଉ ଡେଟ୍ ଭିତରେ ଆପଣଙ୍କର 21 ବର୍ଷ ହୋଇଥିବା ନିହାତି ଜରୁରୀ ସେ ବିଷୟରେ କଥା ହେବା। ପ୍ରଥମ ଚାଲନ୍ତୁ ଆମେ ଜାଣିବା ଫର୍ମଟି କୋଉଠୁ ଆଣିବା। ଫର୍ମଟି ଆପଣଙ୍କର ଅଙ୍ଗନବାଡିରୁ ବି ଆଣିପାରିବେ, ନୂଆ ଫର୍ମ ତାଙ୍କ ପାଖରେ ଆଭେଲେବୁଲ ହେଇସାରିଲାନି। ଗତ ବର୍ଷ ଯୋଉ ଫର୍ମରେ ଆବେଦନ ହଉଥିଲା ସୁଭଦ୍ରା, ଏ ବର୍ଷ ଫର୍ମଟିକୁ ଚେଞ୍ଜ କରାଯାଇଛି। ଫର୍ମଟି କିଛି ଚେଞ୍ଜ କରାଯାଇନି, ମୁଁ ଆପଣଙ୍କୁ ଫର୍ମଟି ଦେଖାଇ ଦଉଛି। କେବଳ ଫର୍ମରେ ପଛପଟେ ପଛପଟେ କେବଳ 2024 ଥିଲା, ଏବେ 2025 ତାକୁ କରାଯାଇଛି। ଆପଣମାନେ ଦେଖିପାରୁଥିବେ 2025 କରାଯାଇଛି। ବାସ୍ ଆଉ କିଛି ଫର୍ମଟା ଚେଞ୍ଜ କରାଯାଇନି। ବାସ୍ ଫର୍ମର କେବଳ 2025 ମସିହା ଫର୍ମଟି ଆଣିକି ଆପଣ ଫର୍ମଟି ଆବେଦନ କରିପାରିବେ। ଆପଣଙ୍କର ଅଙ୍ଗନବାଡିରୁ ବି ଆଣିପାରିବେ, ନଚେତ୍ କୌଣସି ଜନସେବା କେନ୍ଦ୍ରରୁ ବି ଆଣିପାରିବେ, ନଚେତ୍ ଆପଣଙ୍କର ବ୍ଲକ ଅଫିସରୁ ବି ଯାଇକି ଆଣିପାରିବେ। ତାପରେ ଆପଣ ସେ ଫର୍ମଟିକୁ ନେଇକି ଭଲ ଭାବରେ ଫିଲ୍ଅପ୍ କରନ୍ତୁ, କ୍ୟାପିଟାଲ ଲେଟର ଫିଲ୍ଅପ୍ କରନ୍ତୁ। ପ୍ରାୟତଃ ଅଧିକାଂଶ ଲୋକ ଜାଣିନାହାନ୍ତି ସୁଭଦ୍ରା ଯୋଜନା ଫର୍ମଟି ଆବେଦନ ହେଉଛି ବୋଲି, ଆରମ୍ଭ ହୋଇସାରିଛି ବୋଲିକି, ସେଥିପାଇଁ ମୁଁ ଭିଡ଼ିଓଟି ବନେଇଲି। ଆଉ ଯେଉଁମାନେ ଜାଣିଛନ୍ତି ସେମାନେ ଆସିକି ଫର୍ମ ଆବେଦନ କରି ନେଇ ସାରିଲେନି। ଆପଣମାନେ ଆସନ୍ତୁ, ଯେଉଁମାନଙ୍କର 21 ବର୍ଷ ହୋଇସାରିଛି, ଯେଉଁ ଭଉଣୀମାନଙ୍କର 21 ବର୍ଷ ହୋଇସାରିଛି ସେମାନେ ଆସିକି ଫର୍ମଟିକୁ ଆବେଦନ କରିପାରିବେ। ପ୍ରଥମ କିସ୍ତିରେ କିଛି ଜଣ ରହିଯାଇଥିଲେ, ଯେଉଁମାନଙ୍କର ବୟସ ହୋଇଯାଇଥିଲା ସେମାନେ ଘରେ ରହୁନଥିଲେ, ବାହାରେ ରହୁଥିଲେ, ତାଙ୍କର କିଛି ରହିଯାଇଛି। ଆଉ ଯେଉଁମାନଙ୍କର ବୟସ ହୋଇନଥିଲା ସେମାନେ ବି ଫର୍ମ ପକେଇବାରୁ ବଞ୍ଚିତ ଥିଲେ, ସେମାନେ ବି ଆସିକି ଏବେ ଫର୍ମଟିକୁ ଆବେଦନ କରିପାରିବେ। 1 ତାରିଖରୁ ଫର୍ମ ଆବେଦନ ଆରମ୍ଭ ହୋଇଛି, 31 ତାରିଖରେ ସରିବ। ଏଇ ମାସ 1/11/2025ରେ ଫର୍ମ ଆବେଦନ ଆରମ୍ଭ ହୋଇଛି, 31/11/2025ରେ ଫର୍ମ ଆବେଦନ ଶେଷ ହବ। ତା ଆଗରୁ ସବୁ ଭଉଣୀମାନେ ଆସିକି ଫର୍ମଟିକୁ ଆବେଦନ କରିନିଅନ୍ତୁ। ତାପରେ ଚାଲନ୍ତୁ ଜାଣିବା ବୟସ ସୀମା କେତେ ହେଇଥିବା ଦରକାର। ବୟସ ସୀମା ଆପଣ ଜାଣିଛନ୍ତି 21 ବର୍ଷ ହେଇଥିଲେ ଆପଣ ସୁଭଦ୍ରା ପକେଇ ପାରିବେ, ତାହା ନୁହେଁ। ଆପଣଙ୍କୁ 1/4/2025 ଭିତରେ ଆପଣଙ୍କୁ 21 ବର୍ଷ ହେଇଥିବା ଦରକାର ନିହାତି। ମନେ ରଖନ୍ତୁ 1/4/2025 ସୁଦ୍ଧା ଆପଣଙ୍କୁ 21 ବର୍ଷ ହୋଇଯାଇଥିବ, ନଚେତ୍ ଆପଣ ଫର୍ମ ପକେଇ ପାରିବେନି। ବର୍ଷ 1/4 ଆଗରୁ ହୋଇଯାଇଛି ସେମାନେ ଆସନ୍ତୁ ଫର୍ମ ଆବେଦନ ପାଇଁ। ଆଉ ଫର୍ମ ପକେଇବା ଆଗରୁ ଆପଣମାନେ ଭଲସେ ଚେକ୍ କରିନିଅନ୍ତୁ ଆପଣଙ୍କର ଆଧାର ସହିତ ଡିବିଟି ଲିଙ୍କ୍ ଅଛି ନା ନାହିଁ। ଡିବିଟି ଯଦି ଲିଙ୍କ୍ ନଥାଏ ପ୍ରଥମେ ଯାଇକି ବ୍ୟାଙ୍କରେ ଡିବିଟି ଲିଙ୍କ୍ କରନ୍ତୁ, ତାପରେ ଆପଣ ସୁଭଦ୍ରା ଫର୍ମଟିକୁ ଆବେଦନ କରନ୍ତୁ। ଆପଣଙ୍କର ପଇସା ମିଳିବାଟି ସୁବିଧା ହେବ, ସେଥିପାଇଁ ମୁଁ କହୁଛି ଆଗେ ବ୍ୟାଙ୍କରେ ଯାଇକି ଡିବିଟି କରିଦିଅନ୍ତୁ, ତାପରେ ଫର୍ମ ପକେଇବା ପାଇଁ ଆସନ୍ତୁ। ଫର୍ମ ପକେଇଲା ବେଳେ ଫର୍ମ ନେଇକି ଧ୍ୟାନ ଦେବେ ଆପଣ ଇଂଲିଶରେ ଫିଲ୍ଅପ୍ କରନ୍ତୁ କି ଓଡ଼ିଆରେ ଫିଲ୍ଅପ୍ କରନ୍ତୁ। ଯଦି ଇଂଲିଶରେ ଫିଲ୍ଅପ୍ କରୁଛନ୍ତି ତାହେଲେ ଆପଣ କ୍ୟାପିଟାଲ ଲେଟରରେ ହିଁ ଫିଲ୍ଅପ୍ କରନ୍ତୁ। ପ୍ରତ୍ୟେକ ବକ୍ସରେ କ୍ୟାପିଟାଲ ଲେଟରରେ ଫିଲ୍ଅପ୍ କରନ୍ତୁ, ଓଭର ରାଇଟିଂ କରନ୍ତୁ ନାହିଁ। ଯଦି ଜାଣିନାହାନ୍ତି ଯେଉଁ ଜାଗାରେ ଫର୍ମଟି ଆବେଦନ କରୁଛନ୍ତି ସେ ଜାଗାରେ ଯାଇ ତାକୁ କୁହନ୍ତୁ ଫର୍ମ ଟିକେ ଫିଲ୍ଅପ୍ କରିବା ପାଇଁ। ଯଦି ସେ କରୁନାହାନ୍ତି ତାହେଲେ ଆପଣମାନେ ତାକୁ ରିକ୍ୱେଷ୍ଟ କରନ୍ତୁ, ସେମାନେ କରିବେ ନିହାତି। ନଚେତ୍ ଆପଣ ଆସିକି ଯିଏ ଫର୍ମଟି ଭଲ ଭାବରେ ଲେଖିପାରିବ ତା କତରୁ ଲେଖି ନିଅନ୍ତୁ। ଆଉ ଯେଉଁମାନଙ୍କର ରିଜେକ୍ଟ ହେଇଯାଇଥିଲା ସୁଭଦ୍ରା ଯୋଜନାରେ, ଯଦି ରିଜେକ୍ଟ ହେଇଯାଇଥିଲା ସେମାନେ ଗ୍ରିଭାନ୍ସ ପୋର୍ଟାଲ ଖୋଲିଯାଇଛି, ଆପଣମାନେ ଚାହିଁଲେ ଗ୍ରିଭାନ୍ସ ଦେଇପାରିବେ। ଦେଖନ୍ତୁ ଯେଉଁମାନଙ୍କର ସୁଭଦ୍ରାରେ ରିଜେକ୍ଟ ହେଇଥିଲା ସେମାନେ ରିଜେକ୍ଟ ଗ୍ରିଭାନ୍ସ ଦେଇଦେବେ। ଗ୍ରିଭାନ୍ସ ଦେବେ କେମିତି ସେ ବିଷୟରେ ମୁଁ ଟୋଟାଲ ଭିଡ଼ିଓ ବନେଇକି ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଦେଇଛି। ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଯାଇକି ଆପଣମାନେ ଦେଖିପାରିବେ। ଯଦି କେହି ମୋ ୟୁଟ୍ୟୁବ୍ ଚ୍ୟାନେଲ ସର୍ଚ୍ଚ କରି ପାଇପାରୁନାହାନ୍ତି, ରିଧି ଇଣ୍ଟରନେଟ୍ ମାରିଦେବେ। ମୋ ୟୁଟ୍ୟୁବ୍ ଚ୍ୟାନେଲଟି ଫାଷ୍ଟ ଯେଉଁ ରିଧି ଇଣ୍ଟରନେଟ୍ର ୟୁଟ୍ୟୁବ୍ ଚ୍ୟାନେଲଟି ଶୋ କରିବ ସେଇଟା ମୋର, ସେଥିରେ ଯାଇକି ଚେକ୍ କରିନେବେ ଆପଣମାନେ କେମିତି ସୁଭଦ୍ରାରେ ଗ୍ରିଭାନ୍ସ ଦେବେ। ଗ୍ରିଭାନ୍ସ ଦେଲା ପରେ ପ୍ରାୟତଃ ଅଧିକାଂଶ ଲୋକଙ୍କର ସୁଭଦ୍ରା ଯୋଜନାଟି କ୍ଲିଅର ହେଇଯାଇଛି, ପଇସା ଆସୁଛି ଏବେ। ଆପଣମାନେ ଯଦି ଦେଇନାହାନ୍ତି ତାହେଲେ ଜଲ୍ଦି ଜଲ୍ଦି ଯାଇକି ସୁଭଦ୍ରା ପୋର୍ଟାଲରେ ଗ୍ରିଭାନ୍ସ ଦେଇଦିଅନ୍ତୁ। ଆଉ ଯେଉଁମାନେ ଅପେକ୍ଷାରେ ଅଛନ୍ତି ଫର୍ମ ଆବେଦନ କରିବା ପାଇଁ ସେମାନେ ଜଲ୍ଦି ଜଲ୍ଦି ଆସିକି ଫର୍ମ ଆବେଦନ କରିନିଅନ୍ତୁ, କାରଣ ସୁଭଦ୍ରାର ସାଇଟ୍ ସ୍ଲୋ ରହୁଛି ପ୍ରାୟତଃ ଅଧିକାଂଶ ଟାଇମ୍। ଆପଣ ଜଲ୍ଦି ଜଲ୍ଦି ଆସିକି ଆପଣଙ୍କ ସୁଭଦ୍ରା ଫର୍ମଟି ଆବେଦନ କରିନିଅନ୍ତୁ। ଆଉ ସୁଭଦ୍ରା ବିଷୟରେ ଯାହା ବି ଡାଉଟ୍ ଅଛି ମୋତେ ଭିଡ଼ିଓରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ୟୁଟ୍ୟୁବରେ ମୋ
ଭିଡ଼ିଓ ଦେଖୁଛନ୍ତି ତାହେଲେ ୟୁଟ୍ୟୁବରେ କମେଣ୍ଟରେ ଜଣାନ୍ତୁ, ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ରେ କମେଣ୍ଟ ଜଣା ଚେଷ୍ଟା କରିବି ସବୁ ଭିଡ଼ିଓର ସବୁ କମେଣ୍ଟର ଉତ୍ତର ଦେବା ପାଇଁ। ଆପଣମାନେ କମେଣ୍ଟରେ ଯଦି କୌଣସି ପ୍ରଶ୍ନ ଥାଏ ତାହେଲେ ଆପଣଙ୍କ ମନରେ ଯଦି କୌଣସି ଡାଉଟ୍ ଥାଏ ଆପଣ ମୋତେ କମେଣ୍ଟ ମାଧ୍ୟମରେ ପଚାରିପାରିବେ। ରହୁଛି, ଧନ୍ୟବାଦ।